ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନାକୁ ଆପଣମାନଙ୍କୁ ସ୍ୱାଗତ। ଆପଣମାନେ ବୋଧହୁଏ ସମସ୍ତେ ଜାଣିଥିବେ ଓଡ଼ିଶା ପୋଲିସ କିପରି ଜଣେ ସେନା ଅଧିକାରୀଙ୍କୁ ନିର୍ଯାତନା ଦେଇଛି ଏହାର ଅଭିଯୋଗ ଆସିଛି। ଏହି ଅଭିଯୋଗ ଏବେ ସାରା ଦେଶକୁ ଉଠାଉଛି ପକାଉଛି। ସାରା ଦେଶ ଏବେ ଏହି ଅଭିଯୋଗ ପାଇଁ ଓଡ଼ିଶା ପୋଲିସକୁ କେଉଁ ନଜରରେ ଦେଖୁଛି। ଆପଣମାନେ ଜାଣିଥିବେ ସେଦିନର ସେ କଳା ରାତିରେ କିପରି ଜଣେ ସେନା ଅଧିକାରୀ ଏବଂ ତାଙ୍କ ବାନ୍ଧବୀଙ୍କୁ ପୋଲିସ ଥାନାରେ ନିର୍ଯାତନା ଦିଆଯିବାର ଅଭିଯୋଗ ଆସିଲା। ଏହି ଅଭିଯୋଗ ଏପରି ଥିଲା, ଏହି ଅଭିଯୋଗ ଯିଏ ଶୁଣୁଥିଲା ତା ଦେହରେ ଶିହରଣ ଖେଳେଇ ଯାଉଥିଲା। ଏପରି କ'ଣ ଘଟିପାରେ? ପୋଲିସ କ'ଣ ଏପରି ହୋଇପାରେ? ଏହାକୁ ନେଇ ଉଠିଛି ପ୍ରଶ୍ନ। ସେନା ଅଧିକାରୀଙ୍କ ସହ ପୋଲିସ ଏପରି ବ୍ୟବହାର କଲା କେମିତି? ବା କିଏ? ତେବେ ଆସନ୍ତୁ ଆଲୋଚନା କରିବା ସେଦିନ କ'ଣ ହୋଇଥିଲା, ଏହାକୁ ନେଇ କ'ଣ କହୁଛନ୍ତି ସମୀକ୍ଷକ। ନମସ୍କାର। ଆଜିର ଦିନରେ ଓଡ଼ିଶାରେ ଏକ ଚର୍ଚ୍ଚିତ ଘଟଣା ଘଟି ଯାଇଛି, ଯାହାକି ଓଡ଼ିଶାର ଜନସାଧାରଣ ଏବଂ ଓଡ଼ିଶାର ପ୍ରଶାସନିକ ସେବାକୁ ଲଜ୍ଜିତ କରିଛି। ସେଦିନ ରାତିରେ ଯବାନ ମେଜର ଏବଂ ତାଙ୍କର ବାନ୍ଧବୀଙ୍କୁ ଯେଉଁ ନିର୍ଯାତନା ଦିଆଯାଇଥିଲା, ସେଦିନ କିଛି ପୁଲିସ ଅଧିକାରୀ ସିଭିଲ ଡ୍ରେସରେ ଥିଲେ, ଯେଉଁଟାକି ପୁଲିସ ଆକ୍ଟ ଅନୁସାରେ ଅମାନ୍ୟ, ଏବଂ ସେମାନେ କୌଣସି ଅଭିଯୋଗ ଆଧାର ଏଫଆଇଆର ଲଜ୍ ନ କରି ସେମାନଙ୍କ ଏଗେନଷ୍ଟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ବା ସେମାନଙ୍କୁ ଟର୍ଚର କରିଥିଲେ, ଯେଉଁଟାକି ଅମାନ୍ୟ ଅଟେ। ଏବଂ ପ୍ରଥମେ ଘଟଣାର ବିଶ୍ଳେଷଣ ନ କରି କୌଣସି ଅଭିଯୋଗ ନଥାଇ ସେମାନଙ୍କ ବିରୁଦ୍ଧରେ ଥାର୍ଡ଼ ଡିଗ୍ରୀ, ଜଣେ ଲେଡି ବିରୁଦ୍ଧରେ ଥାର୍ଡ଼ ଡିଗ୍ରୀର ଆଚରଣ କରିବା ଯଥାର୍ଥ ନୁହେଁ। ବର୍ତ୍ତମାନ ଏ ତ ଥିଲେ ଜଣେ ସେନା ଅଧିକାରୀ, ସେନାର ପୁଣି ବରିଷ୍ଠ ଅଧିକାରୀ। ଏହି ଜାଗାରେ ଯଦି ଜଣେ ସାଧାରଣ ଲୋକ ହୋଇଥାନ୍ତା, ସେ କେସ୍ କ'ଣ ଏପର୍ଯ୍ୟନ୍ତ ଯାଇଥାନ୍ତା? ସେ କେସ୍ ସେଇଠି ଚପି ଯାଇଥାନ୍ତା। ଆପଣ ଭାବନ୍ତୁ ଓଡ଼ିଶାରେ ଏଭଳି କେସ୍ କେତେ ଘଟୁଥିବ। ଏ ତ ରାଜଧାନୀର ଘଟଣା, ରାଜଧାନୀରେ ଏଇଭଳି କେସ୍ ଘଟୁଛି, ଏହା ପୁଣି ମେଜରଙ୍କ ସହିତ। ସେ ଯେହେତୁ ମେଜର ଥିଲେ, ବଡ଼ ଅଫିସର ଥିଲେ ଆର୍ମିର, ସେଥିପାଇଁ ଏ କେସ୍ ପ୍ରଘଟ ହେଲା। ଆପଣ ଚିନ୍ତା କରନ୍ତୁ ଯଦି ପୁରପଲ୍ଲୀକୁ ଯିବା, ସେଠି ପରିସ୍ଥିତି କିପରି ହେଉଥିବ। ଜଣେ ବରିଷ୍ଠ ଅଧିକାରୀ ଯାହାଙ୍କ ପାଇଁ ସେନା ମୁଖ୍ୟ ମଧ୍ୟ ପାଟି ଖୋଲିଲେ, କିନ୍ତୁ ଗୋଟେ ସାଧାରଣ ନାଗରିକ ପାଇଁ କିଏ ପାଟି ଖୋଲିଥାନ୍ତା? ଆପଣ ଏଇଠି କୁହନ୍ତୁ, ରାଜ୍ୟରେ ଶାସନ କରୁଥିବା ଦଳ ଏପର୍ଯ୍ୟନ୍ତ ବି ଚୁପ୍ ଅଛି। ଏ କେସ୍ରେ ଆମେ ଦେଖିବା ବିରୋଧୀ ଦଳ ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଟି ଫିଟେଇଲେଣି। ଏ କେସ୍କୁ ନେଇ ନବୀନ ପଟ୍ଟନାୟକ ଯେତେବେଳେ ପାଟି ଫିଟେଇଲେ ବା ଏହାର ଜବାବ ମାଗିଲେ, ସାଧାରଣ ଜନତାଙ୍କ ମଧ୍ୟରେ ଏବେ ବି କୋହ ଆସିଲାଣି। ଏହି କେସ୍ ଏବେ ଓଡ଼ିଶାରେ ସୀମିତ ନାହିଁ, ଏ କେସ୍ ଏବେ ସାରା ଭାରତରେ ବ୍ୟାପୁଛି। ଏହାକୁ ନେଇ ବିରୋଧୀ ଦଳ ନେତା କୁହନ୍ତୁ, ରାହୁଲ ଗାନ୍ଧୀ କୁହନ୍ତୁ ବା ପ୍ରିୟଙ୍କା ଗାନ୍ଧୀ କୁହନ୍ତୁ ବା ଅନ୍ୟାନ୍ୟ ଭାରତୀୟର ଯେଉଁ ରାଜନୀତି ରହିଛନ୍ତି ରାଜନେତା, ସେମାନେ ମଧ୍ୟ ପ୍ରଶ୍ନ କଲେଣି। ଏପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଚୁପ୍ ଅଛନ୍ତି। ଏହି ପ୍ରସଙ୍ଗରେ କ'ଣ କହିବେ? ସେ କାହିଁକି ଚୁପ୍ ଅଛନ୍ତି? ଏପର୍ଯ୍ୟନ୍ତ ଗୃହମନ୍ତ୍ରୀ ବା ପୋଲିସ ବିଭାଗର ମନ୍ତ୍ରୀ କୌଣସି ଆକ୍ସନ୍ ନେବା ପୂର୍ବରୁ ପୋଲିସ ଅଧିକାରୀଙ୍କୁ ସସ୍ପେନ୍ସନ୍ କରିଛନ୍ତି। ସସ୍ପେନ୍ସନ୍ କେବେ ବି ଆର ସଲ୍ୟୁସନ୍ ନୁହେଁ। ତେଣୁ ସସ୍ପେନ୍ସନ୍ ପରିବର୍ତ୍ତେ ଏ ପରିସ୍ଥିତି କାହିଁକି ସୃଷ୍ଟି ହେଲା? ସେହି ନିର୍ଦ୍ଦିଷ୍ଟ ପୋଲିସ ଅଧିକାରୀଙ୍କୁ ମଧ୍ୟ ସସ୍ପେଣ୍ଡ କରାଯାଇଥିଲା କିଛି ଦିନ ପୂର୍ବରୁ, ମାତ୍ର କିଛି ବର୍ଷ ପୂର୍ବରୁ ସସ୍ପେଣ୍ଡ କରାଯାଇଥିଲା କଟକର ଏକ କେସ୍କୁ ନେଇ। ସେ ଥାନା ଅଧିକାରୀଙ୍କୁ ପୁଣି ଥରେ ଭୁବନେଶ୍ୱରରେ ନିଯୁକ୍ତି ଦିଆଗଲା। ସେ ପୁଣି କେଉଁ ଥାନା? ନା ଏକ ମଡେଲ ଥାନା। ମଡେଲ ଥାନାରେ କ'ଣ ଏଭଳି ଅଫିସର ନିଯୁକ୍ତି ପାଇବା ଜରୁରୀ? ନା ଏ ପଛରେ କ'ଣ କଳା କାହାଣୀ ଲୁଚି ରହିଛି? ମଡେଲ ଥାନାରେ ସିସିଟିଭି ନାହିଁ। ଯେକୌଣସି ଥାନାରେ ଗୋଟେ ଅଭିଯୋଗ କ୍ରମେ ଥାନା ଅଧିକାରୀମାନେ ଲୋକଙ୍କ ଏଗେନଷ୍ଟରେ ଇନଭେଷ୍ଟିଗେସନ୍ ପରେ ଚାର୍ଜ କରନ୍ତି। କୌଣସି ଅଭିଯୋଗ ନଥାଇ ମେଜର ଏବଂ ତାଙ୍କ ବାନ୍ଧବୀଙ୍କୁ ଯେଉଁ ପ୍ରକାର ନିର୍ଯାତନା ଦିଆଗଲା, ଏଇଟା ଜାତୀୟ ସ୍ତରରେ ଅନ୍ତରାଷ୍ଟ୍ରୀୟ ସ୍ତରରେ ମଧ୍ୟ ଗୋଟେ ଲଜ୍ଜାଜନକ ବିଷୟ ହୋଇପଡ଼ିଛି। ଏବଂ ଶାସନ କରୁଥିବା ଆମର ଦଳ ବା ମୁଖ୍ୟମନ୍ତ୍ରୀ ଏଟାକୁ ସିରିୟସଲି ନେଇ ଆର ପୁନରାବୃତ୍ତି ଯେମିତି ନ ହୁଏ ଏବଂ ଯେଉଁ ପୋଲିସ ଅଧିକାରୀ ଏଥିରେ ସଂଶ୍ଳିଷ୍ଟ ଅଛନ୍ତି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ, ସସ୍ପେନ୍ସନ୍ ନୁହେଁ, ପନିଶମେଣ୍ଟ ଦରକାର।